ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ଆମ ଦେଶର ସମ୍ବଳ, ପରିବେଶ ଓ ଅଧିବାସୀଙ୍କ ଜୀବନଧାରାରେ ବିବିଧତା ଓ ନିର୍ଭରଶୀଳତା ବିଷୟର ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। ତେଣୁ ଭଲ ଭାବରେ ଏହି ଅଭ୍ୟାସ ପ୍ରଶ୍ନକୁ ବୁଝିବା ଏବଂ ଶୁଣି ଲେଖିବା। ତେବେ ଆସ ପିଲାମାନେ ଏହି ଅଭ୍ୟାସ ପ୍ରଶ୍ନକୁ ଆମେ ଆଲୋଚନା କରିବା। 1 ନମ୍ବର, ଖାଲି ସ୍ଥାନରେ ଦିଆଯାଇଥିବା ସାରଣୀରେ ରାଜ୍ୟମାନଙ୍କର ମୁଖ୍ୟ ଫସଲ ଲେଖ। ଏଠି ଖାଲି ଦିଆଯାଇଛି, ସେ ଖାଲି ସ୍ଥାନରେ ଆମେ ମୁଖ୍ୟ ଫସଲକୁ ଲେଖିବା। ଦେଖ ଲେଖାଯାଇଛି ରାଜ୍ୟ। ପଞ୍ଜାବ ରାଜ୍ୟର ମୁଖ୍ୟ ଫସଲ କ'ଣ? ଏଠି ଆମେ ଲେଖିବା ପଞ୍ଜାବ ରାଜ୍ୟର ମୁଖ୍ୟ ଫସଲ ହେଉଛି ଗହମ। ଗହମ ହେଉଛି ପଞ୍ଜାବର ମୁଖ୍ୟ ଫସଲ। ଆନ୍ଧ୍ରପ୍ରଦେଶର ମୁଖ୍ୟ ଫସଲ ହେଉଛି କଦଳୀ। ଏଠି ଆମେ ଲେଖିବା କଦଳୀ। ଆସାମର ମୁଖ୍ୟ ଫସଲ ହେଉଛି ଚାହା। ଓଡ଼ିଶାର ମୁଖ୍ୟ ଫସଲ ହେଉଛି ଧାନ। ଏଠି ଆମେ ଲେଖିବା ଧାନ। ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନକୁ ଆଲୋଚନା କରିବା। ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। ଏଠି ଲେଖାଯାଇଛି ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। ଦେଖ ପିଲାମାନେ, ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କି କି ସମ୍ବଳ ଯୋଗାଏ? ଏଠି ଆମେ ଉତ୍ତର ଲେଖିବା ଆମ ରାଜ୍ୟ ଅନ୍ୟ ରାଜ୍ୟକୁ କୋଇଲା, ଲୁହାପଥର, କାଠ, ଆଲୁମିନିୟମ, ବିଦ୍ୟୁତ୍ ଶକ୍ତି ଆଦି ସମ୍ବଳ ଯୋଗାଇଥାଏ। ख ନମ୍ବର ପ୍ରଶ୍ନ, ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କିପରି ହୁଏ? ଏହାର ଉତ୍ତର ହେବ ଆମ ରାଜ୍ୟରେ କମ୍ ଉତ୍ପାଦିତ ଖାଦ୍ୟଶସ୍ୟର ଭରଣା କରିବା ପାଇଁ ସେହି ଖାଦ୍ୟଶସ୍ୟ ଅଧିକ ଉତ୍ପନ୍ନ ହେଉଥିବା ରାଜ୍ୟରୁ ଆମଦାନୀ କରାଯାଇଥାଏ। ଉଦାହରଣ ସ୍ୱରୂପ ଗହମ ଆମେ ପଞ୍ଜାବରୁ ଆଣିଥାଉ, ଅଙ୍ଗୁର, ସେଓ ଓ କମଳା ପାଇଁ କାଶ୍ମୀର, ଆଳୁ ପଶ୍ଚିମବଙ୍ଗରୁ, କଦଳୀ ଆନ୍ଧ୍ରପ୍ରଦେଶରୁ ଆଣିଥାଉ। 3 ନମ୍ବର ପ୍ରଶ୍ନ, ତୁମେ ନିମ୍ନଲିଖିତ ଦର୍ଶନୀୟ ସ୍ଥାନ ଦେଖିବାକୁ କେଉଁଠାକୁ ଯିବ ତୀର ଦ୍ୱାରା ଦର୍ଶାଅ। ଏଠାରେ କ ସ୍ତମ୍ଭ, ଖ ସ୍ତମ୍ଭ ଅଛି। ପ୍ରାକୃତିକ ଦୃଶ୍ୟ ଦେଖିବା ପାଇଁ ଆମେ କେଉଁଠିକି ଯିବା? ତାକୁ ଆମେ ଯୋଡ଼ିବା। ପ୍ରାକୃତିକ ଦୃଶ୍ୟ ଜାମ୍ମୁ କାଶ୍ମୀର। ଏଠି ଆମେ ଯୋଡ଼ିବା ଜାମ୍ମୁ କାଶ୍ମୀର ପ୍ରାକୃତିକ ଦୃଶ୍ୟ। ଉଷ୍ଣ ପ୍ରସ୍ରବଣ, ଅଟ୍ରିଠାରେ ଉଷ୍ଣ ପ୍ରସ୍ରବଣ ଅଛି, ତେଣୁ ଆମେ ଅଟ୍ରି ସହିତ ଯୋଡ଼ିବା। ତାପଜବତ କେନ୍ଦ୍ର ତାଳଚେର, ଆଲୁମିନିୟମ କାରଖାନା ଅନୁଗୁଳ, ଜଳପ୍ରପାତ ଘାଗରା। ଏଇଭଳି ଆମେ ଯୋଡ଼ି ତୀର ଚିହ୍ନ ଦେଇ ଆମେ ଲେଖିବା।